এইটা হলা মধুবর্ণবধর দনেই পরর কাহানী। তার জিজ্ঞাসা হচ্ছে আমার ভিতরে আমি সমস্তে জনে জনে দনেই আমକୁ গোটাଏ মহিষী গোড়েইছি। সে মহিষী হচ্ছে কাଳ রূপক মহিষী। কাଳ বা মৃত্যু রূপক কଳା ମହିଷୀ ଆମକୁ ଗୋড়େଇଛି। ଆମେ ସମସ୍ତେ ଗୋଟେ ମୃତ୍ୟୁର କ୍ୟୁରେ ଠିଆ ହେଇଛେ। ଯାହାର ଧାଡ଼ି ଏକ ନମ୍ବରରେ ପହଞ୍ଚିବ ସେ ଚାଲିଯିବ। ଏବଂ ଆମେ ବଞ୍ଚିବା ପାଇଁ ବହୁ ପ୍ରୟାସ କରିଛେ। ଏ ସଂସାର ହେଉଛି ଗୋଟେ କୂଅ। ଏ ସଂସାର କୂଅରେ ଆମେ ସମସ୍ତେ କୂଅ ମୂଳେ ଠିଆ ହେଇଛେ। ଯେଉଁ ଗଛରେ ଚଢ଼ିଛେ ସେ ଗଛଟିର ନାଁ ହେଉଛି ଜଞ୍ଜାଳ ରୂପକ ଗଛ। ଆମେ ସମସ୍ତେ ଜଞ୍ଜାଳ ଗଛରେ ଚଢ଼ିଛେ। ସଂସାର କୂଅ ମୂଳରେ ସେ ଜଞ୍ଜାଳ ଗଛଟା ଉଠିଛି। ଆଉ ସଂସାର କୂଅ ଭିତରେ ନାଗ ନାଗୁଣୀ ଖେଳୁଛନ୍ତି। ସେ ନାଗ ନାଗୁଣୀ କମ୍ପ ଗୋଖର ନାଗ ନୁହେଁ, ସେ ହେଉଛି ସନ୍ଦେହ ରୂପକ ସର୍ପ। ଅର୍ଥାତ୍ ପରିବାରରେ ଆପଣ ବାପ ମା ଶାଶୁ ଶ୍ୱଶୁର ବନ୍ଧୁ ବାନ୍ଧବ ପୁଅ ଝିଅ ଯେତେ ଅଛେ ଆମେ ସମସ୍ତେ ସମସ୍ତଙ୍କୁ ସନ୍ଦେହ ହିଁ କରୁ, ସଂଶୟ ହିଁ କରୁଛୁ। ଏହା ହେଇପାରିଥାଇପାରେ। ଆଜି ସମସ୍ତେ ସବୁ ସନ୍ଦେହ କରୁଛନ୍ତି। ଆଉ ସନ୍ଦେହଟା ବଡ଼ ମାରାତ୍ମକ। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନରେ ସଂଶୟ ଆତ୍ମା ବିନଶ୍ୟତି। ଯାହା ମନେ ଥରେ ସନ୍ଦେହ ଆସିଲା ସେ ସନ୍ଦେହ ମୋଚନ ନହେଲା ପର୍ଯ୍ୟନ୍ତ ସେ ମରି ମରି ଯିବ। ତେଣୁ ସନ୍ଦେହ ରୂପକ ନାଗସାପ ସଂସାର କୂଅ ଭିତରେ ଖେଳୁଛି। ଆମେ ସମସ୍ତେ ଦନେଇ ଜଞ୍ଜାଳ ଗଛରେ ଚଢ଼ିଛେ। କାଳ ରୂପକ ମହିଷୀ ଜଞ୍ଜାଳ ଗଛକୁ ଭାଙ୍ଗି ଦେବା ପାଇଁ ଚେଷ୍ଟା କରୁଛି। ଆମେ ଗୋଟେ ଡାଳକୁ ଧରି ଓଳି ପଡ଼ିଛେ। ସେ ଡାଳ ହେଉଛି ବୟସ ରୂପକ ଡାଳ। ଆମେ ସମସ୍ତେ ଆମର ବୟସ ରୂପକ ଡାଳକୁ ମାଟି ବସି ଧରିଛେ ଯେ ଆହୁରି ବଞ୍ଚିବି ଆହୁରି ବଞ୍ଚିବି। ପ୍ରଭୁଙ୍କ ନାମ ଭଜନ କରୁଛେ, କିନ୍ତୁ ଭଜନ ଛାଡ଼ି ଆମେ ମହୁ ଖାଉଛେ। ମହୁ ଅର୍ଥାତ୍ ଆମର ଆଉ କିଛି ଦରକାର ନାହିଁ। ଆମର ଜମି ବାଡ଼ି ଚାଷ ଆସିଲା କେତେ, ଧାନ କଟା ହେଲା କେତେ, କିଏ କଲେ କେତେ, ସଉଦା ଆସିଲେ, ମୋର କିଛି ଆଉ ଦରକାର ପାରିବି ନାହିଁ। କିନ୍ତୁ ଆମେ ସେଥିରେ ମୁଣ୍ଡ ପୁରେଇଛୁ ଭଜନ ଛାଡ଼ିକି ଭୋଜନ କରୁଛୁ। କିନ୍ତୁ ଆମେ ଜାଣିପାରୁନୁ ଆମ ବୟସ ଡାଳକୁ ଦିଟା କଳା ଧଳା ମୂଷା ଜନ୍ମ ହବା ହେଲୁ ଯେଉଁଦିନ ମାଟିରେ ପଡ଼ିବା ବେଳ ଠାରୁ ସେ କଳା ଧଳା ମୂଷା ଆମ ବୟସ ଡାଳ କାଟି ଚାଲିଛି। କଳା ମୂଷା ହେଉଛି ରାତି, ଧଳା ମୂଷା ହେଉଛି ଦିନ। ତେଣୁ ଦିନ ରାତି ରୂପକ କଳା ଧଳା ମୂଷା ଆମ ସମସ୍ତଙ୍କର ବୟସ ଡାଳକୁ କାଟି କାଟି ଚାଲିଛି। କାନ୍ତୁ ବାବୁଙ୍କର ବୟସ ଡାଳ 95% କଟା ସରିଲାଣି। ମୋ ବୟସ ଡାଳ 54% କଟା ସରିଲାଣି। ମାତ୍ର ଆପଣଙ୍କର ଆଜ୍ଞା 70% କଟା ସରିଲାଣି। ଯିଏ ଜନ୍ମ ହେଲା ଆଜି, କାଲିକି ତାର 12 ଘଣ୍ଟା ବା 24 ଘଣ୍ଟା କଟା ସରିଲା। ଯଦି ଏହା ହେଉଛି ଜୀବନର ସତ୍ୟ, ତେଣୁ ଭାଗବତ ଶ୍ରବଣ କରିବା, ଭାଗବତ ଶୁଣିବା ଏବଂ କୃଷ୍ଣଙ୍କ ନାମ ଭଜନରେ ନିଜ ଜୀବନକୁ ବିତେଇ ଦେବା। ଅନ୍ତତଃ ପକ୍ଷେ ଆପଣମାନଙ୍କ ପାଖରେ ବୟସର ଅପରାହ୍ନରେ ଆମକୁ ସମୟ ମିଳେ। ଆମକୁ ବେଶୀ ଜଞ୍ଜାଳ ଭିତରେ ପିଲାମାନେ ପକାନ୍ତି ନାହିଁ। ଯେତିକି ସମୟ ମିଳୁଛି ଆମେ ସମସ୍ତେ ଭଗବାନଙ୍କ ନାମ କୀର୍ତ୍ତନ କରିବା। ତେଣୁ ଏ ଜଗତରେ କେହି ପରମାତ୍ମ ନୁହନ୍ତି, ସମସ୍ତେ ଆମେ ଟେମ୍ପୋରାରୀ। ଆଉ ସୁନ୍ଦର ଭଜନଟିଏ ଗାଇ ବାଣୀକି ବିଶ୍ରାମ ଶୁଣିବା। ଜୀବନ ଦର୍ଶନ କଥା। ଏ ଜଗତେ केही नुहे परमानेंट। ए जगते केही नुहे परमानेंट। ए जगते केही नुहे परमानेंट।